ହ୍ୟାଲୋ ସାଙ୍ଗମାନେ, ସକାଳୁ ଉଠିକି ମୁଁ ଫାଷ୍ଟ ପିଇ ନେଇଥିଲି ଆମ୍ଲା ଜୁସ୍। ଏଇଥିରେ ଥିଲା ଆମ୍ଲା ଆଉ ଆମର ଭୃଷଙ୍ଗ ପତ୍ର ଆଉ ଅଦା। ଆର ରେସିପି ମୁଁ ଅପଲୋଡ଼ କରିସାରିଛି, ଆପଣମାନେ ଦେଖିନେବେ। ତାପରେ ବ୍ରସ୍ କରି ଚିଆ ସିଡ୍ ପାଣି ପିଇ ଗାଧେଇ ପାଧେଇ ଚାଲିଗଲି ଠାକୁର ପୂଜା କରିବା ପାଇଁ। ବାରଟି ଯେହେତୁ ଥିଲା, ସ୍ୱାମୀ ମୋର ବୁଲି ବୁଲି ଚେନ୍ନାଇର ଗାଁ ଭିତରୁ ଆଣିକି ଆସିଛନ୍ତି ଦେଶୀ ଚିକେନ୍। ତ ସେଥିପାଇଁ ପ୍ରିପାରେସନ୍ ଜୋରସୋରରେ ଲାଗିଛି। ତାକୁ ଧୋଇ ଧାଇକି ମସଲା ହେଇକା ଗୋଳେଇ ରଖିଦେଲୁ। ସକାଳର ପୁଣି ବ୍ରେକଫାଷ୍ଟ ହେବ ନା ନାହିଁ, ସେଥିପାଇଁ ବନେଇ ଦେଇଥିଲୁ ବ୍ରେଡ଼୍ ଆମଲେଟ୍ ଆଉ ଖାଲି ଆମଲେଟ୍। ତ ଖାଇନେଲୁ 2 ଜଣ ସାଙ୍ଗ ହେଇକି। ଯେହେତୁ ଦେଶୀ ଚିକେନ୍ ହେବ, ପିଆଜ ତ ଅଧିକ ପରିମାଣରେ ଦରକାର। ତା ସହିତ ଦେଶୀ ଚିକେନ୍ ହେବା ସହିତ ସେଇଟା ପୁଣି ହେବ ମାଟି ହାଣ୍ଡିରେ। ଟେଷ୍ଟ ତ ପୁରା ଅଲଗା ପ୍ରକାର ହେବ। କଷା ହେଇଯାଇଥିଲା, ଆୟୁଷାଣୀ ମୋତେ ଟିକେ ଦେଇଦେଲେ, ମୁଁ ଟିକେ ଚାଖି ନେଲି। ବହୁତ ଟେଷ୍ଟି ହେଇଥିଲା। ମାଟି ହାଣ୍ଡିରେ ହେବ ମାନେ ତ ଟେଷ୍ଟ ତ ଜାଣିଥିବେ କେମିତି ହିଁ ହେବ। ତା ଦେହରେ ସାଲାଡ଼ ଟିକେ ବନେଇ ଦେଇଥିଲି।